एकादश अध्याय दशः विधान श्री गरुड़ उवाच। एथु अन्ते गरुड़ जे प्रभु पादे पड़ी उठी न कहि बेगे बेनी कर जुड़ी आहे प्रभु नारायण त्रैलोक्यपति एहि दिन प्रति दया कर जदुपति 10 दिनर विधान कही बेटी मते जहा शुणिले संदेह जीव मतुरीते जेवण लुकर पुत्र नाही संसार रे तार कार्य किए करिब त ए धरारे एसबु प्रचन्न करी कह मते नाथ तब मुखु शुणी मुहि हईबि कृतार्थ। श्री भगवान उवाच। गरुड़ वचन शुणी प्रभु नारायण कोमल मधुर स्वरे कहिले एसन आहे पक्षी वर जहा पचारिल तुम्बे गोटी गोटी करी शुण कहुअछु आंबे 10 रात्रर क्रिया जे तार विधि मान जहा करिले सुपुत्र हुए भवेण पितृऋण रुटी सही मुकत हुई शतपुत्र बलि भवे ताहाकु जे कही पुत्र जे धैर्य धरी न सुख त्याग करी सात्विक भावरे पितृ जागकु आचरी पितृंक पिंडर दान आदि प्रेत कर्म करिब कदापि अश्रु न करी निर्गम जेबे बाकु मर अश्रु पतन करई किबा तार बंधु मान जेबेले कांदई तेणु करी सेहि प्रेत अन्न पिंड जल नभ कि पारे अवश्य हुई विकल एहि हेतु रुदन केहि न करिब करिले सकल कार्य अकारण हेब सेहु सहस्र बरस जाए बसी रही सूचना करिथिबटी दिवानिशी तही तथापि मरिब बोली न भाबई सेहि अमर हई रहिब एसन भाबई जन्म हईले मरण हुई निश्चय मरिले जन्म लभे पुणी प्राणी चय एहि हेतुरु सूचना मने न करिब संसारे थाई न भल कार्य जे करिब भल मंद कार्य नेई संसारे जन्मई सुख दुख काहार जे भाग्यरे मिलई मरण ध्रुव अटई जान हे खगेश देवता हईले सुधा हुए सेहु नाश जेणु प्राणी मृत्यु गति हईबटी जान कुटी बले न आसे से अटई प्रमाण जहा कि हेबार थिब ताहा त हईब पूर्वादि फल मानकु भोग से करिब मरिब नाही बोली न देव सेवा कले कदापि खंडन ताहा नुहे काले काले परीक्षा करी अछंती सर्वमहाजन नल राम युधिष्ठिर लभिले मरण मरण निश्चय एहा जान साधु नर सावधान कार्य कर संसार मध्यर देवता होई न जेबे संसारे जन्मई कालर कबले दिने सेहि नाश जाई। दशरात्र विधान श्री गरुड़ उवाच। शुणी न गरुड़ पादे प्रणाम करी न करकु जोड़ी न बोले आहे नारायण जगतर पिता तुम्भे जगत आधार जगतर पति प्रभु सबु माया तर तव बिना जलस्थल शून्य नाही केही सर्वत्र रहिछि पुरी आहे भावग्राही करुणा निधान देव बारे दया कर 10 रात्रर विधान कुह मो आगर तेबे पुत्र थाए 10 रात्र से करई पुत्र अभाव से कार्य काहाकु शुभई पुत्र नथिले से कार्य किए से करिब ताहा मते फिटाई न कुह वासुदेव। श्री भगवान उवाच।
ଗରୁଡ଼ ବଚନ ଶୁଣି ପ୍ରଭୁ ବ୍ରହ୍ମ ରାଶି କୋମଳେ କହିଲେ ମନ୍ଦ ମନ୍ଦ ସେହି ହସି। ଆହେ ପକ୍ଷୀ ବର ଯାହା କରିଲ ପ୍ରସନ୍ନ ବୁଝାଇ କହୁଛି ଶୁଣ ତାହାର କାରଣ। ଯେଉଁ କର୍ମକୁ କରିଲେ ସୁପୁତ୍ର ହୁଅନ୍ତି ପିତୃ ଋଣରୁ ସେ ପୁତ୍ର ହୁଅଇ ମୁକତି। ଧୈର୍ଯ୍ୟ ଧରି ପିତୃପୁତ୍ର କାର୍ଯ୍ୟକୁ କରିବ ସାତ୍ୱିକ ଭାବ ସେ ବହି ସମସ୍ତ ପାଳିବ। ପିତୃଲୋକକୁ ସେ କାଳେ ଦେବ ପିଣ୍ଡ ଦାନ ନ କରିବ ସେହି କାଳେ ଅଶ୍ରୁ ବିସର୍ଜନ। ପୁତ୍ର ବନ୍ଧୁ ଆଦି ଯେବେ କ୍ରନ୍ଦନ କରନ୍ତି ସେହି ଅଶ୍ରୁ ଜଳେ ପ୍ରେତ ସନ୍ତୋଷ ନୁହନ୍ତି। ଏଣୁ ଜ୍ଞାନୀ ଜନ ସୁଖ ପରିତ୍ୟାଗ କରି ଦଶାହ କାର୍ଯ୍ୟ କରନ୍ତି ମନେ ମୁଦ ଭରି। ଯେଉଁ ଲୋକ ଲକ୍ଷ ବର୍ଷ ତପସ୍ୟା କରଇ ତପସ୍ୟା ପ୍ରଭାବେ ମହାଶକ୍ତି ତାର ହୋଇ ତଥାପି ମର୍ତ୍ତ୍ୟ ମଣ୍ଡଳେ ହଇଲେ ସେ ଜାତ ମରଣ ତାହାର ବାବୁ ଅଟଇ ନିଶ୍ଚିନ୍ତ। ମରିଲେ ଜନ୍ମ ଲଭନ୍ତି ଏ ଶାସ୍ତ୍ର ବଚନ ଏ କାର୍ଯ୍ୟରେ ମତଭେଦ ଅନେକଙ୍କ ପୁଣ। ଏହି ସବୁ କାରଣରୁ ସୁଖ ନ କରିବ ସନ୍ତୋଷ ମନରେ ପିତୃ କାର୍ଯ୍ୟ ସମ୍ପାଦିବ। ଯେଉଁ ପ୍ରାଣୀ ମୃତ୍ୟୁଗତ ସଂସାରେ ହୁଅଇ କୋଟି କର୍ମ କଲେ ସେହି ଲେଉଟି ନ ଯାଇ ଦେବଗଣ ସହିତରେ ନିଜେ ବିଧି ହେଲେ ଏହା ଖଣ୍ଡନ କରି ନ ପାରନ୍ତି ବଳେ। ମନୁଷ୍ୟ ଯେଉଁ ଭାବନା ମନରେ ଭାବଇ ତହୁଁ ଯେବେ କିଛି ହୃଦ ବୁଦ୍ଧତା ନ ହୋଇ ବିଧି ବସେ ଯାହା ଘଟିବାର ଘଟେ ତାହା ଶୋକ କଲେ ଫେରି ନ ଆସିବ ଆଉ ତାହା। ଯେବେ ବାହୁ ପାୟ ଥାନ୍ତା କେହି ନ ମରନ୍ତେ ଏକଥା ପରୀକ୍ଷା କରିଛନ୍ତି ସାଧୁ ସନ୍ତେ। ନୀଳ ଯୁଧିଷ୍ଠିର ମହାପ୍ରଭୁ ରାମଚନ୍ଦ୍ର ସଂସାର ଧାରଣେ ଏହି ସାକ୍ଷାତ ନରେନ୍ଦ୍ର। ସେମାନଙ୍କ କର୍ମଫଳ ଭୋଗିଲେ କ ସେହି ତାଙ୍କଠାରୁ ବଡ଼ କେବା ସଂସାରେ ଅଛଇ। ଜନମ ମରଣ ଏହା ନାହିଁ କାହା ହସ୍ତରେ ଅକାରଣେ ଶୋକ କରି ନ ପଡ଼ ମାୟାରେ। ଦିନେ ତୁମ୍ଭର ମରଣ ନିଶ୍ଚୟ ହଇବ ଏ ସ୍ଥୂଳ ଶରୀର ନିଶ୍ଚେ ମାଟିରେ ମିଶିବ। ମନ ଦେହ ସ୍ଥିର ନୁହେଁ ଅନ୍ୟ ଦେହ ପାଇଁ ଶୋକ କରିବାର ତ ଯେ ଉଚିତ ନୁହଁଇ। ଯେଉଁ ପରାଏ ପଥିକ ବାଟେ ଚାଲୁଥାଏ ବାଧା ହେଲେ ବୃକ୍ଷ ମୂଳେ ବିଶ୍ରାମ ସେ ନିଏ। ବିଶ୍ରାମ ସରିଲେ ସେହି କରଇ ଗମନ ସେହି ପରାଏ ଜୀବ ଥାଏ ନିଜ ସ୍ଥାନ। ସଂସାରର ଲୀଳା ପାଇଁ ଏଥି ଆସିଥାଇ ଲୀଳା ସରିଗଲେ ଜୀବ ଗମନ କରଇ। ଯେଉଁପରି ପ୍ରକୃତରେ ରାନ୍ଧି କରି ଅନ୍ନ ନଭକି ସନ୍ଧ୍ୟା ବେଳକୁ ରଖିଲେ ତା ପୁଣ ଅଭକ୍ଷ୍ୟ ହୁଅଇ ସେହି ତାହାକୁ ଖାଇଲେ ନାନାଦି ବ୍ୟାଧି ଜନମ ହୁଅଇ ଶରୀରେ। ସେହିପରି ଏ ଅନିତ୍ୟ ଶରୀରକୁ ବହି ନାନାଦି ଯାତନା କଷ୍ଟ ମରଣ ଭୋଗଇ। ରୋଗ ହଇଲେ ଔଷଧ କରଇ ଗ୍ରହଣ କେତେ ଯେ ଭଲ ହୁଅନ୍ତି କେତେ ଯେ ମରଣ। ମୃତ ଶବ ପାଇଁ ଜ୍ଞାନୀ ଶୋକ ଯେ ଛାଡ଼ିବ ସତ୍ପୁତ୍ର ହଇଲେ ପିତୃ କାର୍ଯ୍ୟକୁ କରିବ। ପୁତ୍ର ମୃତ ହୋଇଥିଲେ ପୁତ୍ର ବଧୂ କରେ ପୁତ୍ର ନଥିଲେ ଯେ ତାହା ହୁଅଇ ଭାର୍ଯ୍ୟାରେ। ଭାର୍ଯ୍ୟା ଯେବେ ନାହିଁ ସୁଧର ମାନେ କରନ୍ତି ସୁଧର ମାନଙ୍କରେ ଯେ ପ୍ରଧାନ ଅଟନ୍ତି। ଜ୍ୟେଷ୍ଠ ଭାଇ ପୁତ୍ର କିବା କନିଷ୍ଠର ପୁତ୍ର ସୁତ ଅଭାବରେ ଥିଲେ ତାହାଙ୍କର ସୁତ। ସେମାନେ ଏ ପିଣ୍ଡ କାର୍ଯ୍ୟ କରି ନ ପାରନ୍ତି ଦଶରାତ୍ର ଆଦି ପ୍ରଥମରୁ ତା ପାଳନ୍ତି। ଆହୁରି ମଧ୍ୟ ଶୁଣ ଯେ ପନ୍ନଗଇରି ସହୋଦର ଭାଇମାନଙ୍କର ଯେଉଁ ନାରୀ ସମସ୍ତେ ବନ୍ଧ୍ୟା ଜଣକ
ଜନକ ହଇଲେ ନନ୍ଦନ। ସମସ୍ତଙ୍କ ପୁତ୍ର ସେହି ଶାସ୍ତ୍ରର ବଚନ। ଆଉ ମଧ୍ୟ ଶୁଣ ପକ୍ଷୀ ବର ଏ ଚରିତ। ଯେ ବଣ ଲୁକର ଥାଏ ନାରୀ ଯେ ବହୁତ। ଯେବେ ସେ ନାରୀଙ୍କ ମଧୁ ଗୋଟିଏ କାହାର। ସ୍ୱାମୀର ଔରସରେ ଯେ ଜନ୍ମଇ କୁମର। ସର୍ବନାରୀମାନେ ପୁତ୍ରବତୀ ଯେ ବୋଲନ୍ତି। ସେହି ପୁତ୍ର ହେତୁ ସର୍ବେ ସଂସାରୁ ତରନ୍ତି। ଯେବେ ଏ ସମସ୍ତ ମତେ ପୁତ୍ରହୀନ ହୋଇ। ମିତ୍ର ଥିଲେ ତାର ପ୍ରେତ କାର୍ଯ୍ୟକୁ କରଇ। କ୍ରିୟାଲୋପ କେତେବେଳେ ନୁହେଁ କରିବାର। ସର୍ବ ଅଭାବରେ ଜାଣ ଆହେ ପକ୍ଷୀବର। କୁଳ ପୁରୋହିତ ଏହି କାର୍ଯ୍ୟକୁ କରଇ। ସ୍ତ୍ରୀ ବା ପୁରୁଷ ଯେଉଁ ମାନଙ୍କର ହୋଇ। ଅରକ୍ଷ ପ୍ରେତକୁ ଯେହୁ କରଇ ସଂସ୍କାର। କୋଟିଏ ଯଜ୍ଞ ଫଳକୁ ପାଏ ସେହି ନର। ପିତା ମୃତ ହେଲେ ପୁତ୍ର ଦଶରାତ୍ର କରେ। ଏପରି ପ୍ରସ୍ତାବ ପୂର୍ବୁ ରହିଛି ଶାସ୍ତ୍ରରେ। ଗୋତ୍ରରୁ ଯେବେ ବି କେହି ଜ୍ୟେଷ୍ଠ ଯେ ମରଇ। ପିତା ଥିଲେ ତାର ପୁତ୍ର ପିଣ୍ଡ ଯୋଗ୍ୟ ନୋହି। ସ୍ନେହରେ କି ବା ଲୋଭରେ ପ୍ରେତ କର୍ମ କଲେ। ପ୍ରେତ ନର୍କ ଗତି ପାଏ ଶାସ୍ତ୍ର ଏହା ବୋଲେ। ଗୋଟିଏ ପିତାର ଯେବେ ଥିବ ବହୁ ପୁତ୍ର। ଗୋଟିଏ କ୍ରିୟା କରିବେ ମିଳିନ ସମସ୍ତ। ଦଶରାତ୍ର ଶେଷ ପିଣ୍ଡ ଶ୍ରାଦ୍ଧ ଆଦି କରି। ଅନ୍ୟ ଯେ ଷୋଡ଼ଶ କର୍ମ ଶାସ୍ତ୍ର ମତେ ଧରି। ଜ୍ୟେଷ୍ଠ ପୁତ୍ର ଯେହୁ ସେହୁ ଏ କାର୍ଯ୍ୟ କରିବ। ଜ୍ୟେଷ୍ଠର ଅଭାବେ ତାର କନିଷ୍ଠ କରିବ। ପୁତ୍ରମାନେ ପିତୃଧନ ଭାଗ କରି ନିଅନ୍ତି। ମାତ୍ର ପିତୃ କାର୍ଯ୍ୟ ବାଣ୍ଟି କେହି ନ କରନ୍ତି। ଯେ କରାଇ ଶାସ୍ତ୍ର ନିଷିଦ୍ଧ ଯେ ଅଟେ ଏହା। କୁଫଳ ଫଳଇ ଜାଣି ଥାଏ ପକ୍ଷୀ ନାହା। ଯେତେବେଳେ ଭାଇମାନେ ପୃଥକ ହୋଇବେ। ପୃଥକ ଘର କରି ଯେ ଧନ ବାଣ୍ଟି ନେବେ। ପିତା ମାତାଙ୍କର ପିଣ୍ଡ ପଡ଼ିଲେ ଜାଣ। ବାଣ୍ଟି ନ କରିବ ନାହିଁ ଏ ଶାସ୍ତ୍ର ପ୍ରମାଣ। ସମସ୍ତେ ମିଳିନ ପିଣ୍ଡ କାର୍ଯ୍ୟକୁ କରିବ। ତେବେ ସୁପୁତ୍ର ବୋଲି ନ ଭବେ ବୋଲାଇବ। ପ୍ରଧାନ ଅଟଇ ଯେହୁ ଅଟେ ଜ୍ୟେଷ୍ଠ ପୁତ୍ର। ଦଶରାତ୍ରରେ କ୍ରିୟାକୁ କରିବ ସେ ହିତ। କ୍ରିୟା କରି ମାତା ପିତାଙ୍କୁ ସେ ଉଦ୍ଧାରଇ। ସେହି ଫଳ ମାନ ପୁତ୍ର ସମସରି ହୋଇ। ଦଶରାତ୍ରିର କ୍ରିୟାକୁ ଆରମ୍ଭ କରିବ। ବରଷେ ଶେଷ ପର୍ଯ୍ୟନ୍ତ କ୍ରିୟାକୁ ଧରିବ। ନ୍ୟସ୍ତ ସମୟରେ ଥରେ କରିବ ଭୋଜନ। ଭୂମିରେ ଶୋଇବ ବ୍ରହ୍ମଚାରୀର ସମାନ। ଶପଥ ବାର ଧରଣୀ ଯେଜନ ବୋଲଇ। ତହିଁରେ ଯେତେକ ଫଳ ତାହାର ହୁଅଇ। ସମ୍ବତ୍ସର ଶ୍ରାଦ୍ଧ ଯାଏ ଏ ନିୟମ କ୍ରମରେ। ପୁତ୍ର ଯେବେ ରହେ ଫଳ ପାଏ ସେ ପ୍ରକାରେ। କୂପ ତଡ଼ାଗ କି ବାହେ ବିଶ୍ରାମ ମନ୍ଦିରେ। ତୀର୍ଥରେ ବା ଦେବାଳୟ ସ୍ଥାନମାନଙ୍କରେ। ଏହି ସ୍ଥାନମାନଙ୍କରୁ ଯେ ସ୍ଥାନକୁ ଯାଇ। ଆନନ୍ଦରେ ସ୍ନାନ କରି ବସେ ଶୁଚି ହୋଇ। ବିଶୁଦ୍ଧ ହରିଣ ବୃକ୍ଷ ମୂଳରେ ବସିବ। ଦକ୍ଷିଣକୁ ମୁଖ କରି କର୍ମକୁ କରିବ। ମଣ୍ଡଳର ଆକୃତିରେ ବେଦିକା ନିର୍ମାଣୀ। ଗୋମୟରେ ଯେ ଲିପିବ ଅତି ଯତ୍ନେ ପୁଣି। ମନ୍ତ୍ର ଜଳରେ ଲିପିବ ଶୁଦ୍ଧ ମାନସରେ। ଗୁଳ୍ମ ଆବୃତ କରିବ ତାହାର ଉପରେ। ବ୍ରାହ୍ମଣେ କୁଶବେଷ୍ଟନ ତହିଁରେ କରିବେ। ତାହାର ଉପରେ ପାଦ୍ୟାଦି ଯେ ନିର୍ବାହିବେ। ଅତସୀ ମନ୍ତ୍ରରେ କହି ଦଣ୍ଡ ପ୍ରଳମ୍ବନ। ସେହି ବେଦୀର ଆଶ୍ରିତେ ଦେବ ପିଣ୍ଡ ଦାନ। ପିଣ୍ଡର ନିମିତ୍ତ ପୁଣି କୁଶାସନ ଦେବ। ତହୁଁ ପବିତ୍ର ଚିତ୍ତରେ ପିଣ୍ଡ ଆରମ୍ଭିବ। ନାମ ଗୋତ୍ରକୁ କଳ୍ପନା କରୁଥିବ ତହିଁ। ତଣ୍ଡୁଳକୁ ପାକ କରି ପିଣ୍ଡ ଦେବ ନେଇ। ତଣ୍ଡୁଳକୁ ଯେବେ ଅବା ପାକ ନ କରିବ। ଯବ ଚୂର୍ଣ୍ଣେ ଦୁଧ ଖଣ୍ଡ ଗୋଳି ପିଣ୍ଡ ଦେବ। ଭୃଙ୍ଗରାଜ ଫୁଲ ଉଷିର ଯେ ଚନ୍ଦନକୁ। ପିଣ୍ଡର ଉପରେ ଯତ୍ନେ ଦେବ ଯେ ପ୍ରେତକୁ। ଧୂପ ଦୀପ ନୈବେଦ୍ୟାଦି କରିବ ଅର୍ଚ୍ଚନା।
ମୁଖବାସକୁ ଦେଇନ ଦେବ ଯେ ଦକ୍ଷିଣା, କାକ ବଳିକୁ ଦେଇନ ଦେବ ନିରକ୍ଷୀର, ଆମ୍ବ ପତ୍ରରେ ଯେ ଦେବ ହୋଇ ହର୍ଷଭର, ଶୁଦ୍ଧ ଭାବେ ଜଳାଞ୍ଜଳି ପ୍ରଦାନ କରିବ, ମନର ମଧ୍ୟରେ କିଛି ଚିନ୍ତା ନ କରିବ, ଏହି ପରାଏ ମନରେ କରିନ ସ୍ମରଣ, ମୋର ପ୍ରଦତ୍ତ ଅମୃତ ପ୍ରେତର କାରଣ, ଅନ୍ନ ଜଳ ବସନାଦି ଯେତେକ ପଦାର୍ଥ ଦେଉଅଛି ସର୍ବମୁହିଁ ପ୍ରେତର ନିମିତ୍ତ, ଆହେ ପ୍ରେତ ତୁମ୍ଭେ ଆସି ପ୍ରବେଶ ଏଠାରେ, ଏ ସର୍ବଦ୍ରବ୍ୟ ଗ୍ରହଣ କର ଆନନ୍ଦରେ, ପ୍ରେତ ଉଦ୍ଦେଶ୍ୟରେ ଯେ ଯାହାର ଦାନ କରି, ପ୍ରେତ ସେ ସମସ୍ତ ପାଏ ଜାଣ ହେତୁ କରି, ମରିବା ଦିନରୁ ପ୍ରେତ ମୁଖ ହେବା ଯାଏ, ସପିଣ୍ଡ ଯ ବିଧାନଟି ଯାବତ ନ ହୁଏ, ସ୍ତ୍ରୀ ହେଉ ଅଥବା ପୁରୁଷ ସେହି ହେଉ, ପ୍ରେତ କାର୍ଯ୍ୟକୁ ପବିତ୍ର ଭାବେ ଦେବ ଯେହୁ, ପ୍ରଥମ ଦିନରୁ ଦିଆଯାଏ ଯେହୁ ପିଣ୍ଡ, ଯେପରି ବିଧି ବେଦରେ ହୋଇଛି ପ୍ରସିଦ୍ଧ, ସେହି ନିୟମେ ନବମ ଦିନ ଯାଏ ଜାଣ, ନବପିଣ୍ଡ ନିର୍ମାଣ ଯେ କରିବ ଯତ୍ନେନ, ନବମ ଦିବସ ଠାରୁ ସପିଣ୍ଡ ନ ଯାଏ, ବିଶୁଦ୍ଧ ଭାବେ କରିବେ ଏ କାର୍ଯ୍ୟ ପ୍ରାଣୀଏ, କ୍ଷୌର ପରେ ସର୍ବ ଅଙ୍ଗେ ତୈଳ ଘେନିବେ, ସ୍ନାନ କରିଲେ ପ୍ରେତ ଯେ ଯାଏ ସ୍ୱର୍ଗ ଠାବେ, ବହିର୍ଦେଶରେ ଯେ ସ୍ନାନ କରିବା ବିହିତ, ଦୁର୍ବାଲାଜ କାର ସହିତ ଘେନି ବନ୍ଧୁଗୁତ୍ର, ଆଗରେ ଯେ ନାରୀଗଣେ ଗମନ କରିବେ, ତାଙ୍କ ପଛେ ବନ୍ଧୁବାନ୍ଧବଙ୍କୁ ଘେନି ଯିବେ, ଦୁର୍ବାଲାଜର କାରଣ ଶୁଣ ପକ୍ଷୀବର, ତାହା ଘେନିଲେ ଦୁର୍ବାର ପରାଏ ନିଜର, ବଂଶ ଯେ ବୃଦ୍ଧି ହୁଅଇ ଶାସ୍ତ୍ରର ବଚନ, ପୁଣି ଶିକ୍ଷା ଗ୍ରହଣର ବିଧାନକୁ ଶୁଣ, ଶିକ୍ଷା ଯେପରି ବିଶୁଦ୍ଧ ବଂଶେ ସେହି ପ୍ରାୟେ, ବିକଶିତ ହେଉ ମନ ମଧ୍ୟେ କର ଲୟେ, ଏହିପରି କହି ନିଜ ଗୃହକୁ ଆସିବ, ଦୁବ ଶିକ୍ଷାକୁ ସମସ୍ତେ ଧାରଣ କରିବ, ଦଶମ ଦିନରେ ପୁଣି ବିଶୁଦ୍ଧ ମାଂସରେ ପିଣ୍ଡଦାନ ଦେବା ବିଧି ଅଛଇ ଶାସ୍ତ୍ରରେ, ସର୍ବଯୁଗେ ମାଂସେ ପିତୃଗଣ ଶ୍ରାଦ୍ଧ ହୋଇ, ଏକଳି ଯୁଗରେ ତାହା ବିହିତ ନୁହୋଇ, ଅନ୍ୟ ଯୁଗରେ ଏପରି ଥିଲା କବିଧାନ, ଦଶମ ଦିନରେ ମାଂସ ପିଣ୍ଡ ନ ଦେଲେନ, ପ୍ରେତର କ୍ଷୁଧା ଶାନ୍ତି ଯେ ନୁହେଁ ଖଗବର, ମାତ୍ର କଳି ଯୁଗ ବିଧି ନୁହେଁ ଏ ପ୍ରକାର, ମାଂସର ନିଷେଧରେଟି ଦେବ ମାଂସ ପିଣ୍ଡ, ଦେଲେ ପ୍ରେତ ତୃପ୍ତ ହୁଏ ଅଛି ମର୍ତ୍ତ୍ୟ ଖଣ୍ଡ, ଦଶମ ଦିବସରେ ଯେ ଲଗ୍ନିକ ବନ୍ଧିବ, ମୁଣ୍ଡ ମୁଣ୍ଡ ନ କରିବେ ଅଛି ଏ ପ୍ରସ୍ତାବ, ମୃତକ କ୍ରିୟାକୁ କରୁଥିବେ ପୁତ୍ର ଶେଷେ, ମସ୍ତକ ସର୍ବେ ମୁଣ୍ଡ ନ କରିବେ ହରଷେ, ପ୍ରତିଦିନ 10 ଗୋଟି ବିପ୍ରଙ୍କୁ ଆଣିବ, ସଖ୍ୟାନୁସାରେ ମିଷ୍ଟାନ୍ନ ତାଙ୍କୁ ଦେଉଥିବ, ଏହା ତ ଶୁଣରେ ଯହିଁ ଦେଶରେ ଚଳଇ, ଯେ ଦେଶେ ଯେପରି ବିଧି ତାହା କରାଯାଇ, ତେଣୁ କରି ଦେଶ ରୀତି ଅନୁସାରେ ଜାଣ, 10ଟି ବ୍ରାହ୍ମଣ ଡାକି ଦେବଟି ଭୋଜନ, ପ୍ରେତ ମୁକ୍ତ ହେବା ପାଇଁ ତାଙ୍କୁ ନିବେଦିବ, କୃତାଞ୍ଜଳି ଫୁଟେ ନାରାୟଣଙ୍କୁ ସ୍ମରିବ, ବିଷ୍ଣୁଙ୍କ ସ୍ତୋତ୍ର ପଠନ ପ୍ରତ୍ୟହ କରିବ, ଘରକୁ ଯାଇ ଗାଭୀ ପାଶେ ଘୃତ ଦେବ, ତଦପରେ ହବିଷାନ୍ନ କରିବ ଭୋଜନ, ଲୁଗା ପାରିଣ ଭୂମିରେ କରିବ ଶୟନ, ଏହିପରି ଦଶାହର କାର୍ଯ୍ୟ ଯେ ଅଟଇ, ଆବର କହୁଛି ବାବୁ ଶୁଣ ମନ ଦେଇ, ସନ୍ଧ୍ୟା ସମୟରେ ଜ୍ଞାତି ଗଣଙ୍କୁ ଡାକିବ, ଦଶାହ ଅନ୍ନକୁ ସର୍ବେ ଭକ୍ଷଣ କରିବ, ଏକ ଓଳି ଅନ୍ନ ଭକ୍ଷିବ ଯେ ସେହି ଦିନ, ସ୍ତ୍ରୀ ପୁରୁଷ ଆଦି କରିଥିବେ ଯେତେ ଜନ, ଅନ୍ନ ଭକ୍ଷି ସାରି ପାକ ହାଣ୍ଡି ମାନ ନେଇ, ତହିଁରେ ସବୁ ପଦାର୍ଥ ଥିବ ଯତ୍ନେ ଥୋଇ,
ଅନ୍ୟାନ୍ୟ ଭୂତ ପିଶାଚ ତୃପତି ନିମନ୍ତେ ଗ୍ରାମର ବାହାରେ ଥୋଇ ଆସିବ ତ୍ୱରିତେ। ବିଷ୍ଣୁ ନାମ ହୃଦୟରେ କରୁଥିବ ଧ୍ୟାନ, ତୈଳର ବତିଏ ଆଣି ଗୃହରେ ଜାଳିନ। ଉଜାଗର ହୋଇ ସେହି ରଜନୀ ବଞ୍ଚିବ, ଯେପରି ସେ ବତି କେବେ ଲିଭିନ ନ ଯିବ। ଏହିପରି ଜାଳି ସର୍ବରାତ୍ରକୁ କଟାଇ ପ୍ରେତ ମୁକ୍ତି ପାଇ ହରି ପାଦେ ଚିତ୍ତ ଦେଇ ପ୍ରାର୍ଥନା କରିବ ତାଙ୍କୁ ଭକତି ହୃଦରେ। ସୁପୁତ୍ର ବଲିନ ଖ୍ୟାତ ହୋଇବ ଧରାରେ। 10 ଦିନର କାର୍ଯ୍ୟ ଯେ କରିଲ ଶ୍ରବଣ, ଆବର କି ଶୁଣିବାକୁ ବଳି ଅଛି ମନ। ଫିଟାଇ ନ କୁହ ତାହା ଆହେ ପକ୍ଷୀବର, ଶୁଣିନ ଗରୁଡ଼ ପାଦେ ପଡ଼ଇ ସତ୍ୱର। ଆହେ ପ୍ରଭୁ ନାରାୟଣ ଭକତ ପାଳକ, ଏ ଅଧମେ ତ୍ରାହି କର ଲକ୍ଷ୍ମୀଙ୍କ ନାୟକ। ନ ଜାଣଇ ଶାସ୍ତ୍ର ବିଧି ନାହିଁ ମୋର ଜ୍ଞାନ, ଶ୍ରୀରଙ୍ଗା ଚରଣ ତଳେ ଲଗାଇଛି ଧ୍ୟାନ। ସେହି ଧର୍ମ ବଳୁ ପ୍ରଭୁ ହୋଇବି ମୁକତ, ଗରୁଡ଼ ପୁରାଣ ଦେବ ଅତ୍ୟନ୍ତ ବିଚିତ୍ର। ଇତି ଶ୍ରୀ ଗରୁଡ଼ ପୁରାଣେ ସାରୁଦ୍ଧାରେ ଦଶାହ କାର୍ଯ୍ୟ ବର୍ଣ୍ଣନେ ନାମ 11 ଅଧ୍ୟାୟ।